नमस्कार एस्पिरेंट्स। आज ही आमे गोटे बिल्कुल धमाकेदार विश्लेषण आरंभ करिबाकू जाउछु। दिल्ली सल्तनेट सुनिली लागुछि जेमिति गोटे पुराणा इतिहास बोहिरा चैप्टर ना, किंतु सतरे एहा केवल गोटे इतिहासर अध्याय नोहे। एहा हेला क्षमता, राजनीति आउ उत्तराधिकार पाई गोटे भयंकर रोमांचकर कहानी। राज्य स्तरार परीक्षा पाई एहा अत्यंत जरूरी। त आसंतु एही गभीरे सीधा प्रवेश करिबा। ଏହି ବିଶ୍ଳେଷଣର ରୂପରେଖା ଉପରେ ଟିକେ ନଜର ପକାଇବା। ପ୍ରଥମରେ ସଲ୍ଟନେଟ୍ର ଉତ୍ଥାନ, ତାପରେ ଦାସବଂଶ, ଖିଲଜି ଆଉ ତୁଗଲକ ଯୁଗ, ସୈୟଦ ଆଉ ଲୋଡି ବଂଶର ପତନ। ଏହାଛଡ଼ା ଉତ୍ତରାଧିକାରର ସେହି ଅସ୍ଥିରତା ଆଉ ଶେଷରେ ପରୀକ୍ଷା ପାଇଁ କିଛି ମୁଖ୍ୟ ଟେକଓ୍ୱେଜ୍ ଉପରେ ଆମେ କଥା ହେବା। ଆଚ୍ଛା, ତାପରେ ପ୍ରଥମ ଭାଗ ହେଲା ଦିଲ୍ଲୀ ସଲ୍ତନେଟ୍ର ଉତ୍ଥାନ। କାହାନୀର ଆରମ୍ଭ ହୁଏ 1206 ମସିହାରେ। ମହମ୍ମଦ ଘୋରୀଙ୍କ ମୃତ୍ୟୁ ହେଗଲା। କିନ୍ତୁ ସମସ୍ୟା ହେଲା ତାଙ୍କର କୌଣସି ପୁତ୍ର ବା ନିଜ ଉତ୍ତରାଧିକାରୀ ନଥିଲେ। ଭାବନ୍ତୁ, ତା ଏକ ବଡ଼ ସାମ୍ରାଜ୍ୟ ଆଉ ରାଜା ନାହାନ୍ତି। ତାର ଫଳସ୍ୱରୂପ ତାଙ୍କର ସେନାପତିମାନଙ୍କ ମଧ୍ୟରେ କ୍ଷମତା ପାଇ ଭୟଙ୍କର ସଂଘର୍ଷ ଆରମ୍ଭ ହେଗଲା। ଏହି ଗୋଳାଧରିରେ କୁତୁବୁଦ୍ଦିନ ଆଇବାକ୍ ବାଜି ମାରିନେଲେ ଆଉ ଦିଲ୍ଲୀରେ ସୁଲତାନେଟ୍ର ଭିତ୍ତିପ୍ରସ୍ତର ପକାଇଲେ। ଏହି କ୍ରମ ପୁରା 1526 ମସିହାରେ ପାଣିପତ୍ର ପ୍ରଥମ ଯୁଦ୍ଧ ପର୍ଯ୍ୟନ୍ତ ଚାଲିଲା। ଏବେ ଆସନ୍ତୁ ଯିବା ଦ୍ୱିତୀୟ ଭାଗକୁ, ଦ ସ୍ଲେଭ୍ ଡାଇନେଷ୍ଟି ବା ଦାସ ବଂଶ। ଏହି ମମଲୁକ ଯୁଗରେ ଗୋଟେ ଭାରି ଆଶ୍ଚର୍ଯ୍ୟ କଥା ଦେଖିବାକୁ ମିଳେ। ଏହି ଶାସକମାନେ ପ୍ରଥମରୁ କୌଣସି ରାଜା ମହାରାଜା ନଥିଲେ, ସେମାନେ ଲିଟରାଲି ଦାସ ଥିଲେ। କିନ୍ତୁ ନିଜ ତଲୱାରର ଧାରା ଆଉ ନିଷ୍ଠାର ବଳରେ ସେମାନେ ସିଧା ସୁଲତାନ ହେଇଗଲେ। କୁତୁବୁଦ୍ଦିନ ଆଇବକଙ୍କ ପରେ ଆସିଲେ ଆରାମ ଶାହ। କିନ୍ତୁ ଉତ୍ତରାଧିକାର ଏଠାରେ ରକ୍ତ ସମ୍ପର୍କ ନୁହେଁ, ଶକ୍ତି ଉପରେ ଚାଲୁଥିଲା। ଆରାମ ଶାହ ଟିକେ ଦୁର୍ବଳ ବାହାରିଲେ। ତାପରେ ଇଲତୁତମିଶ ତାଙ୍କୁ ହଟେଇ କରି ନିଜେ ଗାଦି ବସିଲା। ତାପରେ ଆସିଲେ ରଜିୟା ସୁଲତାନ, ପ୍ରଥମ ମହିଳା ଶାସକ। କିନ୍ତୁ ଅମୀରମାନେ ଯେଉଁମାନେ ଦରବାରୀ ଥିଲେ, ସେମାନେ ତାଙ୍କୁ ଗ୍ରହଣ ନ କରି ବିଦ୍ରୋହ କଲେ। ମାନେ କ୍ଷମତା ହସ୍ତାନ୍ତରଣ ଅତ୍ୟନ୍ତ ଅସ୍ଥିର ଥିଲା। ଏହି ଘଟଣାଗୁଡ଼ିକ ଆମକୁ ଗୋଟେ ସ୍ପଷ୍ଟ ଚିତ୍ର ଦିଏ। ଗୋଟେ ପଟେ ବଲବନଙ୍କ ଭଳି ଅତ୍ୟନ୍ତ ଶକ୍ତିଶାଳୀ ରାଜତନ୍ତ୍ର, ତାଙ୍କର ପୁରା ଆଇରନ୍ ଗ୍ରିପ୍ ଥିଲା। ଆଉ ଅନ୍ୟପଟେ ତାଙ୍କ ପରେ ଆସିବ ଦୁର୍ବଳ ଉତ୍ତରାଧିକାରୀ, ଯାହାଦ୍ୱାରା ବଂଶର ପତନ ନିଶ୍ଚିତ ହେଇଗଲା। ପରୀକ୍ଷା ପାଇଁ ଏହି କଥା ମାଇଣ୍ଡରେ ରଖନ୍ତୁ। ନିର୍ଦ୍ଦିଷ୍ଟ ନିୟମ ବିନା ଯଦି ଗୋଟେ ଶକ୍ତିଶାଳୀ ଶାସକଙ୍କ ପରେ ଗୋଟେ ଦୁର୍ବଳ ଶାସକ ଆସେ, ତାହେଲେ ସାମ୍ରାଜ୍ୟ ନିଶ୍ଚିତ ଭାବରେ ପତନ ଆଡ଼କୁ ଯିବ ହିଁ ଯିବ। ଏହା ଗୋଟେ କ୍ଲାସିକ୍ ଇତିହାସ ଶିକ୍ଷା। ଏବେ ଆମେ ଆଗକୁ ବଢ଼ିବା ତୃତୀୟ ଭାଗର ଆଦକୁ, ଖିଲଜି ଆଉ ତୁଗଲକ ୟୁଗ। ଏହି ସମୟରେ ନା ସାମରିକ ବିଦ୍ରୋହ ଏବଂ ରକ୍ତପାତ ଯେମିତି ଗୋଟେ ସାଧାରଣ କଥା ହେଇଯାଇଥିଲା। ନୂଆ ସୁଲତାନ ବାଛିବା ପାଇଁ ଖିଲଜି ବଂଶରେ କ୍ଷମତା ଆସିଲା ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସଘାତକତା ଏବଂ ମିଲିଟାରୀ coup ମାଧ୍ୟମରେ। ଜଲାଲୁଦ୍ଦିନ ଖିଲଜି କ୍ଷମତା ନେଲେ ସତେ, କିନ୍ତୁ ତାଙ୍କୁ ହତ୍ୟା କଲା କିଏ? ତାଙ୍କର ନିଜ ପୁତୁରା ଅଲାଉଦ୍ଦିନ ଖିଲଜି। ଏହା ସ୍ପଷ୍ଟ ପ୍ରମାଣ କରେ ଯେ ଉତ୍ତରାଧିକାରର କୌଣସି ଫିକ୍ସଡ୍ ନିୟମ ହିଁ ନଥିଲା। ବିଶ୍ୱାସଘାତକତା ହିଁ ରାଜାଗାଦି ପାଇବାର ସର୍ଟକଟ୍ ବନିଯାଇଥିଲା। ତାହାପରେ ଆସିଲେ ତୁଗଲକ ବଂଶ। ଏହାର ସ୍ଥାପକ ଥିଲେ ଘିଆସୁଦ୍ଦିନ ତୁଗଲକ। ତାଙ୍କ ପରେ ଆସିଲେ ତାଙ୍କ ପୁଅ ମହମ୍ମଦ ବିନ୍ ତୁଗଲକ। କିନ୍ତୁ ଶକ୍ତିଶାଳୀ ଉତ୍ତରାଧିକାରୀ ନଥିବାରୁ କ୍ଷମତା ବହୁତ ଅକ୍ୱାର୍ଡଲି ଚାଲିଗଲା ଫିରୋଜ ଶାହ ତୁଗଲକଙ୍କ ପାଖକୁ, ଯିଏକି ସମ୍ପର୍କରେ ତାଙ୍କର ଭାଇ ଥିଲେ। ଏହି ଅସମଞ୍ଜସ ଧୀରେ ଧୀରେ କେନ୍ଦ୍ରୀୟ ଶାସନକୁ ପୁରା ଦୁର୍ବଳ କରି ପକାଇଲା। ଆଉ ତାପରେ ଆସିଲା ସେହି ଭୟଙ୍କର ବର୍ଷା 1398। ପରୀକ୍ଷା ପାଇଁ ଏହା ଗୋଟେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡାଟା ପଏଣ୍ଟ। ଏହି ସମୟରେ ତିମୁର ଭାରତ ଉପରେ ଆକ୍ରମଣ କଲେ। ତାଙ୍କର ଆକ୍ରମଣ ଆଗରୁ ହିଁ ଦୁର୍ବଳ ହେଇଯାଇଥିବା ସୁଲତାନେଟକୁ ଏମିତି ମାଡ଼ ମାରିଲା ଯେ ଶାସନ ପ୍ରଣାଳୀ ଏକ ପ୍ରକାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଲା। ଏହାପରେ ଆମେ ଆସୁଛୁ ଚତୁର୍ଥ ଭାଗକୁ, ସୈୟଦ ଆଉ ଲୋଧି ବଂଶର ପତନ। ଦିଲ୍ଲୀ ସୁଲତାନେଟ୍ର ଏହା ଥିଲା ଅସ୍ତଗାମୀ ସମୟ। ସୈୟଦ ବଂଶାର ଖିଜ୍ର ଖାନ୍ ନିଜକୁ ତିମୁରଙ୍କ ପ୍ରତିନିଧି ଭାବରେ ଦାବି କରି କିଛିଦିନ ଶାସନ କଲେ। କିନ୍ତୁ ସତରେ କହିବାକୁ ଗଲେ ଏହି ସମୟରେ ଶାସକମାନେ ବହୁତ ହିଁ ଦୁର୍ବଳ ଥିଲେ ଆଉ ଦୃଢ଼ ନିୟନ୍ତ୍ରଣର ସମ୍ପୂର୍ଣ୍ଣ ଅଭାବ ଦେଖାଯାଇଥିଲା। ସାମ୍ରାଜ୍ୟ ଟିକେ ଟିକେ କରି ତାର ପୂର୍ବ ଗୌରବ ହରାଇବା ଆରମ୍ଭ କରିଥିଲା। ତାପରେ ଆସିଲା ଆଫଗାନ ଲୋଧି ବଂଶ। ବହଲୁଲ ଲୋଧି, ତାଙ୍କ ପରେ ସିକନ୍ଦର ଲୋଧି ଏବଂ ଶେଷରେ ଆସିଲେ ଇବ୍ରାହିମ ଲୋଧି। କିନ୍ତୁ ଇବ୍ରାହିମ ଲୋଧିଙ୍କ ଶାସନ କାଳରେ ତାଙ୍କ ପାଖର ଲୋକ ମାନେ ଦରବାରର ଆମିରମାନେ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ। ଆଉ ସେମାନେ ଗୋଟେ ଏମିତି ଭୟଙ୍କର ନିଷ୍ପତ୍ତି ନେଲେ ଯାହା ସବୁକିଛି ବଦଳାଇ ଦେଲା। ସେମାନେ ବାହାରରୁ ବାବୁରକୁ ଆମନ୍ତ୍ରଣ କଲେ ଆକ୍ରମଣ କରିବା ପାଇଁ। ଆଉ ତାର ଫଳ 1526 ମସିହା ପାନିପତର ପ୍ରଥମ ଯୁଦ୍ଧ।
ଇବ୍ରାହିମ୍ ଲୋଡିଙ୍କର ପରାଜୟ ସହିତ କେବଳ ଦିଲ୍ଲୀ ସଲ୍ତନତର ପତନ ହିଁ ହେଲା ନାହିଁ, ବରଂ ଏହା ଥିଲା ଶକ୍ତିଶାଳୀ ମୁଗଲ ସାମ୍ରାଜ୍ୟର ଗୋଟେ ଶାନଦାର ଆରମ୍ଭ, ଗୋଟେ ଯୁଗର ଅନ୍ତ ଆଉ ଗୋଟେ ନୂଆ ଯୁଗର ଉଦୟ ହେଲା ଏହିଖାନେ। ଏବେ ଆମେ କ୍ରମାନୁଯାୟୀ ଇତିହାସରୁ ଟିକେ ବାହାରକୁ ଆସି ଏହି ବିଶ୍ଳେଷଣର ମୁଖ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା। ପଞ୍ଚମ ଭାଗ, ଉତ୍ତରାଧିକାରର ସମସ୍ୟା। ସେହି ଅଲିଖିତ ନିୟମଗୁଡ଼ିକ ଯାହା ଏହି ସାମ୍ରାଜ୍ୟକୁ ସବୁବେଳେ ବିପଦରେ ପକାଇଥିଲା। ସତରେ କ୍ଷମତାର କେବଳ ତିନୋଟି ମୁଖ୍ୟ ଆଧାର ଥିଲା। ପ୍ରଥମ, ସାମରିକ ଶକ୍ତି; ଦ୍ୱିତୀୟ, ଅମୀରମାନଙ୍କର ସମର୍ଥନ; ଆଉ ତୃତୀୟ, ରାଜନୈତିକ ବୁଦ୍ଧିମତ୍ତା। ଆସ୍ପିରେଣ୍ଟସ୍, ଏହା ଭଲ ଭାବରେ ମନେ ରଖନ୍ତୁ, ଯାହା ପାଖରେ ଏହି ତିନୋଟି ଜିନିଷ ଥିଲା, ସେହି ରାଜା ହେଉଥିଲା। ରକ୍ତ ସମ୍ପର୍କ ସେ ସମୟରେ ବେଶୀ ମ୍ୟାଟର କରୁନଥିଲା। ତାର ଫଳସ୍ୱରୂପ ଲଗାତାର ଯୁଦ୍ଧ ଏବଂ ହତ୍ୟା, ବାସ୍ ଏୟା ହିଁ ଚାଲିଥିଲା। ଏହି ପୁରା 300 ବର୍ଷର ଶାସନ ସମୟରେ ସବୁଠୁ ବଡ଼ ଭୁଲ ବା ଫ୍ୟାଟାଲ୍ ଫ୍ଲ ଥିଲା ଗୋଟେ ସ୍ପଷ୍ଟ ଉତ୍ତରାଧିକାର ନିୟମର ଅଭାବ। ନିର୍ଦ୍ଦିଷ୍ଟ ଆଇନ ବିନା ଅତିଶୟ ଅସ୍ଥିରତା ଆସିବା ସ୍ୱାଭାବିକ କଥା, ଆଉ ଶେଷରେ ସାମ୍ରାଜ୍ୟ ଧ୍ୱଂସ ହୋଇଗଲା। ଗୋଟେ ଲିଗଲ ସକ୍ସେସନ ଫ୍ରେମୱାର୍କ ନଥିଲେ କ୍ଷମତା କେତେ ଭୟଙ୍କର ହୋଇପାରେ, ଏହା ତାର ଗୋଟେ କ୍ଲାସିକ୍ ଉଦାହରଣ। ଆସନ୍ତୁ ଏବେ ଆଗକୁ ବଢ଼ିବା ଆମର ଷଷ୍ଠ ଆଉ ଅନ୍ତିମ ଭାଗକୁ, କି ହିଷ୍ଟୋରିକାଲ ଟେକ୍ଅୱେସ୍। ପରୀକ୍ଷା ପୂର୍ବରୁ ଏହା ଗୋଟେ କ୍ୱିକ୍ ରିଭିଜନ ଭଳି କାମ କରିବ। ଏହି ଚାର୍ଟକୁ ଧ୍ୟାନରୁ ଦେଖନ୍ତୁ, ଦରକାର ପଡ଼ିଲେ ସ୍କ୍ରିନଶଟ୍ ନିଅନ୍ତୁ। ଏହି ପଞ୍ଚବଂଶାର କ୍ରମ ଆପଣମାନଙ୍କୁ ଏକ୍ଜାକ୍ଟଲି ମନେ ରଖିବାକୁ ହେବ। ପ୍ରଥମେ ହେଉଛି ଦାସବଂଶ, ଯାହା ଅରିଜିନାଲି ଦାସମାନଙ୍କ ଦ୍ୱାରା ସ୍ଥାପିତ। ତାପରେ ଖିଲଜି ବଂଶ, ଯାହା ସାମରିକ ବିଦ୍ରୋହ ପାଇଁ ଜଣାଶୁଣା। ତାପରେ ତୁଗଲକ, ଯେଉଁଥିରେ 1398 ମସିହାରେ ତିମୁରଙ୍କ ଆକ୍ରମଣ ହେଇଥିଲା। ତାପରେ ଆସିଲେ ସୈୟଦମାନେ, ଯେଉଁମାନେ ତିମୁରଙ୍କ ପ୍ରତିନିଧି ଥିଲେ। ଏବଂ ଶେଷରେ ଲୋଦି ବଂଶ, ଯାହା 1526ରେ ପାନିପତରେ ଶେଷ ହେଲା। ଏହି ଏକ୍ଜାକ୍ଟ ସିକ୍ୱେନ୍ସରୁ ଅନେକ ଡାଇରେକ୍ଟ ଏକ୍ଜାମ କ୍ୱେଶ୍ଚନ୍ସ ଆସିଥାଏ, ସୋ ଏହା ଆବସଲ୍ୟୁଟଲି କ୍ରୁସିଆଲ। ଆଜି ପାଇଁ ଏହି ଅଧ୍ୟାୟକୁ ଶେଷ କରିବା ପୂର୍ବରୁ ମୁଁ ଗୋଟେ ପ୍ରଶ୍ନ ଚିନ୍ତାର ବିଷୟ ଭାବରେ ଛାଡ଼ୁଛି। ଗୋଟେ ସ୍ପଷ୍ଟ ଉତ୍ତରାଧିକାରୀ ନିୟମ ବିନା କ'ଣ କୌଣସି ବଡ଼ ସାମ୍ରାଜ୍ୟ ସତରେ ଟିକି ପାରିବ? ଦିଲ୍ଲୀ ସୁଲତାନେତର ଏହି 300 ବର୍ଷର ଇତିହାସ ଆମକୁ ଦେଖାଉଛି ଯେ ରାଜନୈତିକ ଏକତା ଏବଂ ସ୍ପଷ୍ଟ ଆଇନ ବିନା କ୍ଷମତା ସବୁବେଳେ ଅସ୍ଥିର ରୁହେ। ଏହା ଏକ ଆବସଲ୍ୟୁଟଲି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଅଟେ। ଏହି କଥା ଉପରେ ନିଶ୍ଚିତ ଭାବନ୍ତୁ, ଆଉ ଆମର ଏହି ଷ୍ଟଡି ସେସନକୁ ଏଠି ରଖୁଛି। ନମସ୍କାର।